ମା ସୀତାଙ୍କୁ ହରଣ କରି ନେଇ ଯାଉଥିଲା। ମୋର ବି ସାମର୍ଥ୍ୟ ଥିଲା ମୁଁ ରାବଣକୁ ବଧ କରି ମା ସୀତାଙ୍କୁ ରକ୍ଷା କରିପାରିଥାନ୍ତି, ହେଲେ ସେ ବାଣିର ଭୟରେ ମୁଁ ବି କିଛି କରିପାରିଲିନି ପ୍ରଭୁ, ମୁଁ କିଛି ବି କରିପାରିଲିନି। ଆମେ ମନ୍ତ୍ରୀ ମାନେ ବିଶ୍ରାମ କରିବା ସମୟରେ ଉପରୁ କିଛି ରଥରୁ କିଛି ଦ୍ରବ୍ୟ ପଡ଼ିଲା। ଦେଖିଲା ବେଳକୁ ବସ୍ତ୍ରରେ ଅନେକ ସୁବର୍ଣ୍ଣ ରତ୍ନ ଅଳଙ୍କାର ମାନ ଅଛି। ଆଉ ଦେଖନ୍ତୁ ପ୍ରଭୁ, ସିଏ ମା ସୀତାଙ୍କର କିଛି ସଂକେତ ହେଇପାରେ। ଯଦି ସତ୍ୟ ହୋଇଥାଏ ତାହେଲେ ଆମେ ସମୁଦ୍ରକୁ ଲଙ୍ଘନ କରି ରାବଣକୁ ବଧ କରି ମା ସୀତାଙ୍କୁ ନିଶ୍ଚିତ ଆମେ ଉଦ୍ଧାର କରିବୁ ପ୍ରଭୁ। ତା ପାଇଁ ଆମେ ନିଶ୍ଚିତ ଯୋଜନା ବିଚାର କରିବୁ। ନିଅନ୍ତୁ ପ୍ରଭୁ, ଦେଖନ୍ତୁ मते सुग्रीव किछि अलंकार प्रदान करिसंती प्रभु। देखिले लक्ष्मण, ए अलंकार कोन तो मां सीतार दियंतु प्रभु। चिन्हिन पारई हार समस्त अलंकार मान कौन सी अलंकार को चिन्ह पार ना जो माँ पाद को सफा करुए दुईटी नुपुर और माँ पादर शोभा पाऊ थाए। हाँ प्रभु, तू निश्चित लक्ष्मण प्रभु ये अलंकार तो माँ सीतार। हाँ प्रभु, श्री राम Oh,
କରି ଆଜି ମୋତେ ମାୟା କରିଦେଲ ସୀତେ। ହେ ରାମ କି ଭୁଲ କରିଥିଲା ସୀତେ ତୁମ ନିକଟରେ। বসন পকাই গলু ଗ୍ରହଣ କରିଥିଲା ସେତେବେଳେ ତୁମେ ଅତ୍ୟନ୍ତ ଆନନ୍ଦ ହୋଇଥିଲ ସୀତେ। ରାତ୍ର ପାଇଥିଲେ ଅଯୋଧ୍ୟା ରାଜ ସିଂହାସନରେ ମୁଁ ହୋଇଥାନ୍ତି ଚକ୍ରବର୍ତ୍ତୀ ସମ୍ରାଟ, ତୁମେ ହୋଇଥାନ୍ତ ମୋର ପାଟ ବୟସୀ। ହେଲେ ଭାଗ୍ୟର ବିଡ଼ମ୍ବନା ପାଇ ପିତୃ ସତ୍ୟକୁ ଅତ୍ୟୁଟ ରଖିବା ପାଇଁ 14 ବର୍ଷ ପାଇଁ ଘଣ୍ଟକିତ ପଥର ପତିକ ସାଜିବାକୁ ଯାଉଥିବା ବେଳେ ମତେ କହିଲ ପ୍ରଭୁ ମୁଁ ହେଉଛି ଆପଣଙ୍କର ଅର୍ଦ୍ଧାଙ୍ଗିନୀ। ଯେତେବେଳେ ପିତୃ ସତ୍ୟକୁ ପାଳନ କରି ଆପଣ 14 ବର୍ଷ ପାଇଁ ଘଣ୍ଟକିତ ପଥର ପତିକ ସାଜୁଛନ୍ତି, ସୀତାକୁ ନେଇ ଚାଲନ୍ତୁ ପ୍ରଭୁ। ଆପଣ ଯେଉଁଠାରେ ରହିବେ ସୀତା ସେଠାରେ ଆପଣଙ୍କର ଦାସୀ ସଦୃଶ ରହିବ। ସେ କଥାକୁ କଣ ଭୁଲିଗଲ? ନିରନ୍ତର ମଧ୍ୟରେ ମୋ ସଙ୍ଗତରେ କାହିଁକି କପଟଟା ଆଚରଣ କଲ ସୀତେ? ରାମ ଯଦି କାୟା ହୁଏ, କାୟାର ଛାୟା ସଦୃଶ ତୁମେ ଥିଲ। ରାମ ଯଦି ଅନ୍ଧ ହୁଏ, ଅନ୍ଧର ଯଷ୍ଟି ସଦୃଶ ତୁମେ ଥିଲ। କହିପାରିବ ସୀତେ ଅନ୍ଧ କୋଣ ବିନା ଦୃଷ୍ଟିର ବାଟ ଚାଲିପାରେ? ମୁଁ ଯଦି ମୀନ ହୁଏ, ତୁମେ ଥିଲ ଜଳ ସଦୃଶ। ଯେତେବେଳେ ଜଳରୁ ମୀନକୁ ବାହାର କରାଯାଏ ସେତେବେଳେ ଏକ ମୀନ ଜୀବନ ଧାରଣ କରିବା କଣ ସମ୍ଭବପର ହୋଇପାରେ ସୀତେ? ମୋର ଯୁବାବସ୍ଥା ବ୍ୟର୍ଥ ହୋଇଗଲା ସୀତେ।
କାହିଁକି ରାମପତି କପଟଟା ଆଚରଣ କଲ? ଅସୁରପୁରୀରେ ପାଛ ଭାରୁକି ପ୍ରାୟ ଅସୁରପୁରୀରେ ପାଛ ଭାରୁକି ପ୍ରାୟ ଯେତେବେଳେ ପର୍ଣ୍ଣଶାଳାରେ ଆମେ ତୋୟ ବିଶ୍ରାମ କରୁଥାଉ, ଯଦି ତୁମ କୋଳରୁ ମୁଁ ମାତ୍ର ତିଳେ ମାତ୍ର ଅନ୍ତର ହୋଇଯାଏ, ତୁମ ଶରୀର ପ୍ରକମ୍ପିତ ହୋଇ ଉଠେ ସୀତେ। ଯେତେବେଳେ ଆଜି ତୁମେ ଅସୁରପୁରରେ ଅଛ, ମୁଖକୁ ଚାହିଁ ବଞ୍ଚୁଥିବ ସମସ୍ତ ଭୟଙ୍କର ଅସୁର ମାନଙ୍କର ବିକଟାଳ ରାବ, ସମ ଅସୁର ମାନଙ୍କର ବିକଟାଳ ମୁଖକୁ ଦେଖି ତମକୁ କିପରି ବଞ୍ଚିଥାଉ ସୀତେ? ହେ ରାମ କି ଦୋଷ କରିଥିଲା? ଖାଇକି ପିତା ମତେ କଷ୍ଟ ଦେଲା। Orphano Maria, donde oiremos, oiremos. ଆପଣ କିଛି ମନରେ ଦ୍ୱିଧା ରଖନ୍ତୁ ନାହିଁ। ଯାହାର ହବା କଥା ତ ହେଇସାରିଛି, ଗତ କଥା ତ ଚାଲି ଯାଇଛି। ବର୍ତ୍ତମାନ ବୁଦ୍ଧିମାନର କାମ ହେଉଛି ଭବିଷ୍ୟତରେ କ'ଣ କରାଯିବ, ବର୍ତ୍ତମାନ ଏହାର ନିର୍ଦ୍ଧାର୍ଯ୍ୟ କରିବା ନିହାତି ଆବଶ୍ୟକ। ଆଉ ଆମେ ସମସ୍ତେ ମିଶି ବିଚାର କରିବା, ଆଉ ଆମ ସମସ୍ତଙ୍କର କଷ୍ଟକୁ କିପରି ଦୂରୀଭୂତ ହେବ ତା ପାଇଁ ଆମେ ବିଚାର କରିବା। ଆଉ ବିଚାର ବିମର୍ଶ ପରେ ନିଶ୍ଚିତ ଲକ୍ଷ୍ୟ ପଥ ବାହାରିବ। ପ୍ରଭୁ ଆସନ୍ତୁ, ବସନ୍ତୁ ପ୍ରଭୁ ବସନ୍ତୁ। ହେ ଲକ୍ଷ୍ମଣ ତ ଅହଙ୍କାର ରତନେ ରଖିଲେ, ହେ ପତି ଜହି ତୋରେ ବସି ବିଚାରକୁ କରେ। ମନ୍ତ୍ରୀ ସୁଷେଣ, ଭଣଜା ହନୁମନ୍ତ, ଆମେ ସମସ୍ତେ ବସ, ଆଉ ସମସ୍ତଙ୍କର ବୁଦ୍ଧି ଅନୁସାରେ ଆମେ କିଛି ବିଚାର କରିବା। ଆଉ ସେ ବିଚାର ଯାହା ବାହାରିବ, ଆଉ ଆମେମାନେ ସେଇ ପଥରେ ଯାତ୍ରା କରିବା। ହେ ଶ୍ରୀରାମ ବୋଇଲେ ଧୂର ବାନର ରାଜର, ହେ ଭୋଏ ଦୋଷା ବିଧାତାରି ଘର। ହେ ବାନର ରାଜ, ପ୍ରଭୁ ମୋ ଦଶାକୁ ଦେଖି ସାରିବା ପରେ, ପୁନଶ୍ଚ ଆପଣଙ୍କ ଦଶାକୁ ଦେଖି ସାରିବା ପରେ ମୋତେ ପ୍ରତୀତ ହେଉଛି ବିଧାତା ସମଦଶା ଆମ ଦୟକୁ ଦେଇଛି। ହେ ବୁଝି ବସି ତ ଆମ୍ଭେ ତୁହି ସୂର୍ଯ୍ୟ ଅଛି। ହେ ଭାତ ବାପ ଶିକ୍ଷାରେ ହୋ ଇଛେ ବନ
ଗଲେ ମୁଁ ହେଉଛି ସୂର୍ଯ୍ୟବଂଶୀ, ଆପଣ ହେଉଛନ୍ତି ସୂର୍ଯ୍ୟଙ୍କର ପୁତ୍ର। ମୁଁ ମାତାଙ୍କ ହିଂସାରେ ବନଗାମୀ ହୋଇଛି, ଆପଣ ଭାତାଙ୍କୁ ଭୟ କରି ଋଷ୍ୟମୁଖ ପର୍ବତରେ ଲୁକାୟିତ ଅବସ୍ଥାରେ ଅଛନ୍ତି। ମୋର ସୀତାଙ୍କୁ ରାବଣ ହରଣ କରିଥିବା ବେଳେ ଆପଣଙ୍କ ପତ୍ନୀଙ୍କୁ ବାନରରାଜ ବାଲି ହରଣ କରି ନେଇ ଚାଲି ଯାଇଛି। ମନ୍ତ୍ରୀଙ୍କର ପ୍ରବୋଧନରେ ଆପଣ ଜୀବନ ଧାରଣ କରିଛନ୍ତି, ସେହିପରି ମୁଁ ମୋର ସାନୁଜ ଲକ୍ଷ୍ମଣ ଦ୍ୱାରା ଜୀବନ ଧାରଣ କରିଛି। ତେଣୁକରି ମୋ ମନରେ ଏକ ବିକଳ୍ପ ପନ୍ଥା ଆସିଛି ବାନରରାଜ, ମୁଁ କହିବା ହେଉଛି ଆମ୍ଭ ମାନଙ୍କର ଦୟ ଦଶାକୁ ଦେଖି ସାରିବା ପରେ ମୋ ମନ କହୁଛି ଆପଣଙ୍କ ସଙ୍ଗତରେ ମୁଁ ମୈତ୍ରତା ସ୍ଥାପନ କରିବା ପାଇଁ ଚାହେଁ। ପ୍ରଭୁ କଣ ଏତେ ବଡ଼ କଥା କହିଦେଲେ ପ୍ରଭୁ? ଆଉ ଗୋଟେ ମର୍କଟ ସହିତ ଆଉ ଆପଣଙ୍କ ବ୍ୟତୀତ ମୋ ସହିତ ମିତ୍ରତା ହବ? ନାଇଁ ପ୍ରଭୁ, ଏ କଥା କୁହନ୍ତୁନି ପ୍ରଭୁ, କହିଲେ ମୋର ଧୈର୍ଯ୍ୟ ତୁଟି ରହିଯାଉଛି। ନାଇଁ ବାନରରାଜ, ଏ ରାମର ଅସହାୟତା ସମୟରେ ଆପଣ ମୋତେ ସହାୟ ପ୍ରଦାନ କରିଛନ୍ତି। ମୋ ସଙ୍ଗତରେ ଜାତି ଧର୍ମ ନିର୍ବିଶେଷରେ ସମସ୍ତେ ସମାନ, ତେଣୁକରି ମୋ ସଙ୍ଗତରେ ଆପଣ ମୈତ୍ରତା ସ୍ଥାପନ କରନ୍ତୁ। ଯଥାଶୀଘ୍ର ଅନଳ ସ୍ଥାପନ କର। ଅନଳକୁ ସାକ୍ଷ୍ୟ କରି ମୁଁ ବାନରରାଜ ସୁଗ୍ରୀବଙ୍କ ସାଙ୍ଗରେ ମୈତ୍ରତା ସ୍ଥାପନ କରିବା ପାଇଁ ଚାହେଁ। ଯଥାଜ୍ଞା ପ୍ରଭୁ। ଅଗ୍ନିକୁ ସାକ୍ଷ୍ୟ ରଖି ସମସ୍ତ ଦଶ ଦିଗ ପାଳଙ୍କୁ ମୁଁ ସାକ୍ଷ୍ୟ କରି କହୁଛି, ଆଜିଠାରୁ ବାନରରାଜ ସୁଗ୍ରୀବଙ୍କ ସଙ୍ଗତରେ ମୈତ୍ରତା ସ୍ଥାପନ କଲି। ଯେତେ ବିପତ୍ତି ପଡ଼ିଲେ ମଧ୍ୟ ବାଳିର ପାପ ଭାରକୁ ବିନାଶ କରିବା ପାଇଁ, ମୋର ମୈତ୍ର ସୁଗ୍ରୀବଙ୍କୁ ଆଶ୍ୱାସନା ପ୍ରଦାନ କରିବା ପାଇଁ କିଷ୍କିନ୍ଧ୍ୟାରେ ଅଭିଷିକ୍ତ କରାଇବି। ବାନରରାଜ ବାଳିଙ୍କୁ ବିନାଶ କରିବା ଏହା ହେଉଛି ମୋର ସତ୍ୟ 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 ତ୍ରିବାର ସତ୍ୟ। ପ୍ରଭୁ, ମୁଁ ବି ଅଗ୍ନିକି ସାକ୍ଷୀ ରଖି କହୁଛି, ଏ ସୁଗ୍ରୀବ ଶରୀରରେ ଯେ ପର୍ଯ୍ୟନ୍ତ ରକ୍ତ ବିନ୍ଦୁ ଥିବ, ଆପଣଙ୍କ ପାଇଁ ଏ ସୁଗ୍ରୀବ ସଦା ସର୍ବଦା ସହାୟ ହେବ। ପ୍ରଭୁ ସହାୟ ହେବ। তুমি আজি যাহা সহিত মিত্রতা স্থাপন করিছ, জানিছ সে কিয়ে? যাহাঙ্কর চরণ তলে নাগ নর সুর গন্ধর্ব কিন্নর যক্ষ রক্ষ মানব দানব শরণ বসନ୍ତି, তাଙ୍କ সহিত তুমি আজ মিত্রতা স্থাপন করিছ। কিন্তু মোর কহিবার কথা, যদি তুমি মানে লঙ্কা গটকরু মো মা সীতাଙ୍କୁ উদ্ধার করে আনি মো প্রভুଙ୍କ হস্ତରେ অর্পণ করিব, ମୁଁ କଥା ଦଉଛି ନିଶ୍ଚିନ୍ତ ପ୍ରଭୁ ଏ କିଷ୍କିନ୍ଧ୍ୟା କଟକରେ ତୁମକୁ ରାଜା ରୂପରେ ଅଭିଷିକ୍ତ କରାଇବେ। ଆଏ ରାମ କହଇ କହଇବାର ପତି ଶୁଣବାହେ ଗାନ ଏ ଦିବାର
ସାମାନ୍ୟ ବାନର ଆଉ ମୋର ଏତେ ଶକ୍ତି ଅଛି ଯେ ଆଉ ନିଜର ଆତ୍ମପ୍ରଶଂସା କରିବା ଭଲ ନୁହେଁ। ତେଣୁ ଆଉ ଲୋକ ମଧ୍ୟରେ ମା ସୀତା ଯୋଉଠି ବି ଥାନ୍ତୁ ମୁଁ ନିଶ୍ଚିତ ବଳେ କଳେ ବଳେ କୌଶଳେ ମୋ ଜୀବନ ଥିଲା ପର୍ଯ୍ୟନ୍ତ ମୋର ଯାହା ବି ହେଇଯାଉ ମା ସୀତାଙ୍କୁ ମୁଁ ଉଦ୍ଧାର କରି ଆଣି ପ୍ରଭୁଙ୍କ ନିକଟରେ ଅର୍ପଣ କରିବି। କିନ୍ତୁ ମୋତେ ଗୋଟିଏ ଡର, କଣ ଭାବୁ ସୁଗ୍ରୀବ? ମୋ ଭାଇ ବାଳି ତାର ଭୟରେ ମୁଁ କିଛି ବି କରିପାରୁନାହିଁ। ମୁଁ ଲୁକାୟିତ ଭାବରେ ଋଷ୍ୟମୁଖ ପର୍ବତରେ ରୁଚି ରହୁଛି। ହେ ଲକ୍ଷ୍ମଣ ସୁଗ୍ରୀବ କଥା ରାମ ଶୁଣିଲେ। ହେ କାଣ୍ଡ କେ ବାରିକି ମାରିବି ବୋଇଲେ। ହେ ଅପକାର୍ଯ୍ୟ ପଛେ ମୁଁ ଆଗେ ଅକାର୍ଯ୍ୟ। ବାରି ପ୍ରତି ଥିବା ଆପଣଙ୍କ ମନରେ ସମସ୍ତ ଭୟକୁ ଦୂରୀକରଣ କରନ୍ତୁ। ମୁଁ ସତ୍ୟ ସନ୍ଧ ବଂଶର ଦାୟଦ। ମୁଁ ଆପଣଙ୍କ ସମ୍ମୁଖରେ ସତ୍ୟ ସତ୍ୟ ତ୍ରିବାର ସତ୍ୟ କରି କହୁଛି, ଏକା କାଣ୍ଡକେ ବାରିକୁ ବିନାଶ କରିବି ଆଉ ଆପଣଙ୍କୁ କିଷ୍କିନ୍ଧ୍ୟା ରାଜନ ରୂପେ ଅଭିଷିକ୍ତ କରାଇବି। ଆପଣଙ୍କ କାର୍ଯ୍ୟ ପ୍ରଥମେ ହେଉ, ଯେତେବେଳେ ବାରି ବିନାଶ ହୋଇସାରିବ ସେତେବେଳେ ଲଙ୍କାରୁ କିପରି ସୀତା ମୁକ୍ତ ହେବ ଆମେ ସମସ୍ତେ ବସି ଏକ ବିକଳ୍ପ ପନ୍ଥା ଯଦି ମୋ କଥାକୁ ମୁଁ ରକ୍ଷା ନ କରିପାରିଲି, ଯଦି ଆପଣଙ୍କୁ ଏ କିଷ୍କିନ୍ଧ୍ୟା ରାଜନ ନ କରିପାରିଲି, ସେତେବେଳେ ତାର ବିକଳ୍ପ ପାଇଁ ଅଯୋଧ୍ୟା ରାଜସିଂହାସନରେ ଆପଣଙ୍କୁ ମୁଁ ଅଭିଷିକ୍ତ କରାଇବି। ଏହା ହେଉଛି ମୋର ସତ୍ୟ। ସମସ୍ତ ଦେବତାଗଣକୁ ସାକ୍ଷ୍ୟ କରି ରଘୁନନ୍ଦନ ରାମ ଆଜିଠାରୁ ଶପଥ କଲା, ଏଇଠାରୁ କିଷ୍କିନ୍ଧ୍ୟା ରାଜନ ଅଭିଷିକ୍ତ କରିବା ପାଇଁ ରାମ ସାକ୍ଷ୍ୟ କରି କହୁଛି, ଏଇଠାରୁ ବର୍ତ୍ତମାନ ମୋର ମୈତ୍ର ସୁଗ୍ରୀବଙ୍କୁ କିଷ୍କିନ୍ଧ୍ୟା ରାଜନ ରୂପେ ମୁଁ ଘୋଷଣା କରୁଛି। ଯଦି ବାରିକୁ ନ ମାରି ପାରିଲି, ଯଦି ମୋ କଥାକୁ ମୁଁ ରକ୍ଷା ନ କରିପାରିଲି, ଅଯୋଧ୍ୟା ରାଜସିଂହାସନରେ ମୋର ମୈତ୍ରଙ୍କୁ ଅଭିଷିକ୍ତ କରାଇବି। କୋଟି କୋଟି ବ୍ରହ୍ମାଣ୍ଡର ମୂଳରେ ପହୁରି। କୋଟି କୋଟି ବ୍ରହ୍ମାଣ୍ଡର ମୂଳରେ ରହି। ରଙ୍ଗରେ କହେ ବିଚିତ୍ରରୁ ହୋଇ। କଥାରେ କହିବା ଆଉ କାର୍ଯ୍ୟରେ ଦେଖେଇବା ବହୁତ ତଫାତ। ମୋର କହିବାର କଥା ଆଉ ଆପଣ ବଚନରେ କହିଦେଲେ ବାଳିକି ବୋଧ କରିବେ, ହେଲେ ବାଳି ସାମାନ୍ୟ ବୀର ବୋଲି ଆପଣ ଭାବନ୍ତୁନି। ଆଉ ତାର ବୀରତ୍ୱକୁ ମୁଁ ପ୍ରକାଶ କରୁଛି ପ୍ରଭୁ।
ପ୍ରଭୁ ମୈତ୍ର ମୋର ଭାଇ ବାହାରିର ଏତେ ବଳ ଯେ ଗୋଟିଏ ସିଂହ ବଳ ହେଲେ ବି ତା ସମ୍ମୁଖରେ ସମକକ୍ଷ ନୁହେଁ। ବ୍ରହ୍ମ ମୁହୂର୍ତ୍ତରୁ 4 ସମୁଦ୍ରରେ ତର୍ପଣ କରି ପୁଣି ସେ ନିଜ ବାସକୁ ଫେରି ଆସେ। ବାଳି ଯେଉଁ ଦୁନ୍ଦୁଭି ରାକ୍ଷସକୁ ବଧ କରିଥିଲା ତାର ଅସ୍ଥି ଏହି ସ୍ଥାନରେ ପଡିଛି। ତାକୁ ଯଦି ଅନାୟାସରେ ଆପଣ ଟେକି ଦେଇ ପାରନ୍ତି ତାହେଲେ ମୁଁ ବିଶ୍ୱାସ କରିବି ଆପଣ ବାଳିର ବଧ କରିପାରିବେ। ଅସ୍ଥି କେଉଁଠାରେ ଅଛି ଯଥାଶୀଘ୍ର ସେଠାକୁ ମୋତେ ନେଇ ଚାଲନ୍ତୁ। ଚାଲନ୍ତୁ ପ୍ରଭୁ ଚାଲନ୍ତୁ। ପ୍ରଭୁ ଏଇ ଯୋଉ ଦିଶୁଛି ଏ ପର୍ବତ ଆକାର ଏ ପର୍ବତ ନୁହେଁ, ये सही दुंदुभि राक्षसर अस्थि बढ़ी। आकु जदि अनायासरे आपण टेकिदेवे ताहले मु जानिबि आपण बाळी की निश्चित बध करिबे। निश्चित मात्र ଯେତେବେଳେ ଅସ୍ଥି ଦେହେ ରକ୍ତ ମାଂସ ଥିଲା, ଦୁନ୍ଦୁଭି ଛବକୁମାରୀ ଫୋପାଡ଼ିର ଥିଲା। ଭାଇ ଲକ୍ଷ୍ମଣ ରାମଚନ୍ଦ୍ର
ପ୍ରଭୁ ଦୁନ୍ଧିବର ଅସ୍ତିକୁ ତ ଫିଙ୍ଗି ଦେଲେ, ହେଲେ ଏ ସୂର୍ଯ୍ୟ କିରଣରେ ଶୁଷ୍କ ହୋଇ ହୋଇ ଇଏ ପୁରା ଆର ମାଂସ ପୁରା ଶୁଖି ଯାଇଥିଲା। ଯେତେବେଳେ ତାର ଦେହରେ ରକ୍ତ ମାଂସ ପୁରି ରହିଥିଲା, ସେଇ ସମୟରେ ବାଡ଼ି ଏହାକୁ ଚକ୍ର ପ୍ରାୟ ଘୃମିତ କରି କରି ଫୋପାଡ଼ି ଯାଇଥିଲା। ତାହେଲେ ଆପଣ ଆଉ ଏକ ପରୀକ୍ଷା ଚାହୁଁଛନ୍ତି? ଏହା ଘେନି ମୋର ବିକମ୍ପିତ ହୋଇ ଆହୁରି কোথায় মহি পরীক্ষা করই শপথ ছাড়া দেবে কাণ্ডকে ছেদিবে দেবে বাড়ি রাজি রাজা মনে ছাড়ি দেবে। ଲକ୍ଷ୍ମଣ, ଓ ଭ୍ରାତ ସୁଗ୍ରୀବ, ମୋର ଆଉ ଏକ ପରୀକ୍ଷା ନେବାର ଅଛି। ପ୍ରଭୁ ଯଦି ଏକା କାଣ୍ଡକେ ସପ୍ତ ଶିଳାକୁ ଛେଦନ କରି